ଜାନୁଆରୀ 22 ତାରିଖରେ ଅଯୋଧ୍ୟା ରାମ ମନ୍ଦିରରେ ରାମଲଲାଙ୍କ ପ୍ରାଣ ପ୍ରତିଷ୍ଠା ସମାରୋହ ପାଇଁ ପ୍ରସ୍ତୁତି ଚାଲିଛି। ଏଥିପାଇଁ ବହୁ ବଲିଉଡ୍ ସେଲିବ୍ରିଟିମାନଙ୍କୁ ମଧ୍ୟ ନିମନ୍ତ୍ରଣ କରାଯାଇଛି। ଏହା ମଧ୍ୟରେ ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ସମାରୋହ ପାଇଁ ଆଲିଆ ଭଟ୍ଟ ଏବଂ ରଣବୀର କପୁରଙ୍କୁ ନିମନ୍ତ୍ରଣ ମିଳିଛି। ବଲିଉଡ୍ ତାରକାଙ୍କ ଏକ ଫଟୋ ଏବେ ଭାଇରାଲ ହେବାରେ ଲାଗିଛି, ଯେଉଁଥିରେ ସେ ନିମନ୍ତ୍ରଣ କାର୍ଡ ଧରିବାର ନଜର ଆସିଛନ୍ତି। ଆଲିଆ ଭଟ୍ଟ ଏବଂ ରଣବୀର କପୁର ଜାନୁଆରୀ 22, 2024ରେ ଅଯୋଧ୍ୟା ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ନିମନ୍ତ୍ରଣ ପତ୍ର ଗ୍ରହଣ କରିଛନ୍ତି। ଦୁହିଁଙ୍କୁ ଆମନ୍ତ୍ରଣ କରିବାକୁ ଆରଏମ୍ଏସ୍ର ଅଖିଳ ଭାରତ ପ୍ରଚାର ମୁଖ୍ୟ ସୁନୀଲ ନାମ୍ବେକର, କୋକେଣ ଅଜୟ ମୁଦପେ ଏବଂ ନିର୍ମାତା ମହାବୀର ଜେନା ଆସିଥିଲେ। ସେମାନଙ୍କ ବ୍ୟତୀତ ଦକ୍ଷିଣ ଭାରତର ସୁପରଷ୍ଟାର ରଜନୀକାନ୍ତ, ପ୍ରଭାସ, କଙ୍ଗନା ରାନାୱତ ଏବଂ ବଲିଉଡର ଅନ୍ୟାନ୍ୟ ପ୍ରସିଦ୍ଧ ସେଲିବ୍ରିଟିଙ୍କୁ ସାମିଲ କରାଯାଇଛି। ଅତିଥିଙ୍କ ତାଲିକାରେ 7,000ରୁ ଅଧିକ ଲୋକ ସାମିଲ ହୋଇଛନ୍ତି। ରାଜନେତାଙ୍କଠାରୁ ଆରମ୍ଭ କରି ବଲିଉଡର ସେଲିବ୍ରିଟି, କ୍ରିକେଟର ଏବଂ ଶିଳ୍ପପତି ମଧ୍ୟ ଏଥିରେ ସାମିଲ ଅଛନ୍ତି। ମନ୍ଦିରର ଉଦ୍ଘାଟନକୁ ସ୍ମରଣୀୟ କରିବା ପାଇଁ ଜୋରଦାର ପ୍ରସ୍ତୁତି ଚାଲିଛି। ଏହା ପୂର୍ବରୁ କଙ୍ଗନା ନିଜେ ମଧ୍ୟ କହିଛନ୍ତି ଯେ ସେ ରାମ ମନ୍ଦିରର ପବିତ୍ର ନିମନ୍ତ୍ରଣ ପାଇଛନ୍ତି। ଅମିତାଭ ବଚ୍ଚନ, ଅକ୍ଷୟ କୁମାର, ଅନୁପମ ଖେର, ମାଧୁରୀ ଦୀକ୍ଷିତ, ସନ୍ନି ଦେଓଲ, ଟାଇଗର ଶ୍ରଫ, ଆୟୁଷ୍ମାନ ଖୁରାନା, ଅଜୟ ଦେବଗନଙ୍କୁ ମଧ୍ୟ ନିମନ୍ତ୍ରଣ କରାଯାଇଛି। ଏହାଛଡା ବଲିଉଡର ପ୍ରସିଦ୍ଧ ନିର୍ଦ୍ଦେଶକ ମଧୁର ଭଣ୍ଡାରକର ଏବଂ ସଞ୍ଜୟ ଲୀଲା ଭଂସାଲୀଙ୍କୁ ମଧ୍ୟ ନିମନ୍ତ୍ରଣ କରାଯାଇଛି। ବ୍ୟୁରୋ ରିପୋର୍ଟ, ସମୟ ଲାଇଭ।